ଆଜିର ଏହି ଖାସ୍ ବିଶ୍ଳେଷଣକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଚ୍ଛା ଭାବନ୍ତୁ ତ, ଆମେ ସବୁବେଳେ ଇତିହାସ ବହିରେ ବଡ଼ ବଡ଼ ସହରର ବିଦ୍ରୋହ କଥା ପଢ଼ୁ, କିନ୍ତୁ ଆଜି ଆମେ ଏମିତି ଏକ କାହାଣୀ ଶୁଣିବା ଯାହା କୌଣସି ସିନେମାଠାରୁ ବି କମ୍ ନୁହେଁ। ଏହା ହେଉଛି ଘଞ୍ଚ ଜଙ୍ଗଲ ଆଉ ପାହାଡ଼ ଘେରା ଅଞ୍ଚଳରେ ଲଢ଼ାଯାଇଥିବା ଏକ ଅଦ୍ଭୁତ ଲଢ଼ାଇ, ସମ୍ବଲପୁର ବିଦ୍ରୋହ। ଛାତ୍ରଛାତ୍ରୀ ଆଉ ଇତିହାସ ପ୍ରେମୀଙ୍କ ପାଇଁ ଏହା ଏକଦମ ଜାଣିବା କଥା, କାରଣ ଏହିଟି ଅଛି ଅଦମ୍ୟ ସାହସ ଆଉ ମାଟି ପାଇଁ ବଳିଦାନର ଏକ ରୋମାଞ୍ଚକର ଗାଥା। ତେବେ ଆସନ୍ତୁ ଆରମ୍ଭ କରିବା। କାହାଣୀଟା ଆରମ୍ଭ ହେଉଛି ଏକ ଦମଦାର ଆକ୍ସନ୍ ଦୃଶ୍ୟରୁ। ଦିନଟି ଥାଏ ଜୁଲାଇ 30, 1857 ମସିହା। ସାରା ଦେଶରେ ସିପାହୀ ବିଦ୍ରୋହର ନିଆଁ ଜଳୁଥାଏ। ଠିକ୍ ସେହି ସମୟରେ ରାମଗଡ଼ ବାଟାଲିୟନର କିଛି ବିଦ୍ରୋହୀ ସିପାହୀ ସିଧା ଯାଇ ହଜାରିବାଗ ଜେଲ୍ ଉପରେ ଆକ୍ରମଣ କଲେ। ସେମାନେ ଜେଲ୍ର ବଡ଼ ବଡ଼ କାନ୍ଥ ଭାଙ୍ଗି ଏମିତି ଜଣେ ଲୋକଙ୍କୁ ବାହାରକୁ ଆଣିଲେ ଯେ ଗୋଟିଏ କି ଦୁଇଟି ନୁହେଁ, ପୁରା 17 ବର୍ଷ ଧରି ସେହି ଅନ୍ଧାର କୋଠରୀର ବନ୍ଦୀ ଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମର ବୀର ସୁରେନ୍ଦ୍ର ସାଏ। ବର୍ତ୍ତମାନ ଆପଣ ଭାବୁଥିବେ, ଜଣେ ରାଜପରିବାରର ଲୋକ ଏତେ ଦିନ ଜେଲ୍ରେ କେମିତି ରହିଲେ? ସେଇଠୁ ହିଁ ଆରମ୍ଭ ହେଲା ଅସଲ କାହାଣୀ। ବାସ୍ତବରେ ଏହି ପୂରା ଆଲୋଚନା ଆମେ କେବଳ ଶୁଣା କଥା ଉପରେ କରୁନାହୁଁ। ଏଥିପାଇଁ ଆମେ ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍ ହିଷ୍ଟ୍ରିରେ ପ୍ରକାଶିତ ଗବେଷଣା ଏବଂ ବାଇଜୁସ୍ ଭଳି ପ୍ରାମାଣିକ ଶିକ୍ଷାଗତ ଉତ୍ସର ତଥ୍ୟ ସଂଗ୍ରହ କରିଛୁ। ଏକଦମ ସଠିକ୍ ଆଉ ଗଭୀର ଐତିହାସିକ ତଥ୍ୟ ଉପରେ ଏହା ଆଧାରିତ। ତେବେ ଚାଲନ୍ତୁ ସିଧା ଯିବା ସେହି ମୂଳ ଘଟଣା ପାଖକୁ, ଯେଉଁଠୁ ଏହି ବିଶାଳ ସଂଘର୍ଷର ମୂଳଦୁଆ ପଡ଼ିଥିଲା। ବିଭାଗ 1, ସିଂହାସନରୁ ବଞ୍ଚିତ। ସେହି ପ୍ରଥମ ଅନ୍ୟାୟର କାହାଣୀ ଯେଉଁଠୁ ସବୁକିଛି ଆରମ୍ଭ ହେଲା। କଥାଟି ହେଉଛି 1827 ମସିହାର। ସମ୍ବଲପୁରର ମହାରାଜା ସାଇଙ୍କର ବିନା କୌଣସି ପୁତ୍ର ସନ୍ତାନରେ ପରଲୋକ ଘଟିଲା। ନିୟମ ଅନୁଯାୟୀ କ'ଣ ହେବା କଥା? ଚୌହାନ ବଂଶର ନିୟମ ଅନୁସାରେ ସୁରେନ୍ଦ୍ର ସାଏ ହିଁ ସିଂହାସନର ପ୍ରକୃତ ଦାବିଦାର ଥିଲେ। କିନ୍ତୁ ଇଂରେଜମାନେ କେବେଠୁ ନ୍ୟାୟ କଲେଣି? ସେମାନେ ନିଜ ଫାଇଦା ପାଇଁ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେଲେ। ପ୍ରଥମେ ରାଣୀ ମୋହନ କୁମାରୀ ଆଉ ତାପରେ 1833 ମସିହାରେ ନାରାୟଣ ସିଂ ନାମକ ଜଣେ ବୟସ୍କ ଜମିଦାରଙ୍କୁ ଆଣି କଣ୍ଢେଇ ରାଜା ଭାବରେ ବସାଇଦେଲେ। ଲୋକଙ୍କର ପରମ୍ପରାକୁ ପୂରାପୂରି ନଷ୍ଟ କରିଦିଆଗଲା। ସୁରେନ୍ଦ୍ର ସାଏ ଯେତେବେଳେ ଏହାର ଜୋରଦାର ବିରୋଧ କଲେ, ପରିଣାମ ସ୍ୱରୂପ 1840ରେ ତାଙ୍କୁ ଉଠାଇ ନେଇ ସିଧା ହଜାରିବାଗ ଜେଲରେ ଭର୍ତ୍ତି କରିଦିଆଗଲା। ବିଭାଗ 2, ନିଆଁରେ ଘିଅ। ଏହା କେବଳ ଗୋଟିଏ ରାଜପରିବାରର ଝଗଡ଼ା ନଥିଲା, ବରଂ ଏହା କେମିତି ସାଧାରଣ ଲୋକଙ୍କ ଭିତରେ ରାଗର ନିଆଁ ଲଗାଇଦେଲା ଦେଖନ୍ତୁ। ଆପଣମାନେ ଇତିହାସ ବହିରେ ଲର୍ଡ ଡାଲହାଉସିଙ୍କ ସେହି ବିବାଦୀୟ ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ବା ରାଜସ୍ୱତ୍ୱ ଲୋପନୀତି ବିଷୟରେ ନିଶ୍ଚୟ ପଢ଼ିଥିବେ। ଏହି ନୀତିର ଅର୍ଥ ହେଲା, ଯଦି କୌଣସି ରାଜାଙ୍କର ନିଜର ପୁଅ ନଥିବ, ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ରାଜ୍ୟ ସିଧା ଇଂରେଜ ସରକାରଙ୍କ ହାତକୁ ପଳାଇବ। 1849 ମସିହାରେ ଯେତେବେଳେ ସେହି କଣ୍ଢେଇ ରାଜା ନାରାୟଣ ସିଂଙ୍କର ମୃତ୍ୟୁ ହେଲା, ତାଙ୍କର ମଧ୍ୟ କୌଣସି ପୁଅ ନଥିଲେ। ବାସ୍, ଇଂରେଜମାନଙ୍କୁ ଗୋଟେ ବଢ଼ିଆ ସୁଯୋଗ ମିଳିଗଲା ଏହି ନୀତିକୁ ଲଗାଇ ସମ୍ବଲପୁରକୁ ମାଡ଼ି ବସିବାକୁ। ଗୋଣ୍ଡ ଆଉ ଭିଞ୍ଝାଲ ଜନଜାତିର ଲୋକମାନେ ତଥା ସ୍ଥାନୀୟ ଜମିଦାରମାନେ ଏହାକୁ ଆଦୌ ସହିପାରିଲେ ନାହିଁ। ନିଜ ମାଟିର ଏମିତି ଅପମାନ ଦେଖି ସେମାନଙ୍କ ରାଗ ସୀମା ପାର କରିସାରିଥିଲା। ଆଉ ଏହି ରାଗ ପଛରେ ଆଉ ଏକ ବଡ଼ କାରଣ ଥିଲା। ଜାଣିଛନ୍ତି ସେଟା କ'ଣ? ଅର୍ଥନୈତିକ ଶୋଷଣ। ଏହି ସଂଖ୍ୟାଟାକୁ ଟିକିଏ ଦେଖନ୍ତୁ। 1849 ମସିହାରେ ସମ୍ବଲପୁରରୁ ବାର୍ଷିକ ଟିକସ ଆସୁଥିଲା ମାତ୍ର 8,800 ଟଙ୍କା, କିନ୍ତୁ ବ୍ରିଟିଶ ହାତକୁ ଯିବାର ମାତ୍ର 5 ବର୍ଷ ଭିତରେ, ମାନେ 1854 ସୁଦ୍ଧା, ସେମାନେ ଆକୁ ବଢ଼ାଇ ସିଧା 84,000 ଟଙ୍କାରେ ପହଞ୍ଚାଇ ଦେଲେ। ଏକଦମ 9 ଗୁଣ ବୃଦ୍ଧି। ଏଇଟା କିଛି ଛୋଟ କଥା ନୁହେଁ। ଏହା ସ୍ଥାନୀୟ ଚାଷୀ ଆଉ ଜମିଦାରମାନଙ୍କ ମେରୁଦଣ୍ଡ ପୂରାପୂରି ଭାଙ୍ଗିଦେଲା। ପେଟରେ ଭୋକ ଓ ମନରେ ରାଗ ଥିଲେ ବିଦ୍ରୋହ ତ ନିଶ୍ଚିତ ହେବ ନା। ବିଭାଗ 3, ପଳାୟନ ଏବଂ ପ୍ରତିଶୋଧ। ଏବେ ଆମେ ଫେରିଯିବା ଆମର ସେହି ଆରମ୍ଭ ଦୃଶ୍ୟ ପାଖକୁ, ଯେଉଁଠି ସୁରେନ୍ଦ୍ର ସାଏ ଜେଲରୁ ବାହାରିଲେ। ହଜାରିବାଗ ଜେଲରୁ ଖସି ଆସି ସୁରେନ୍ଦ୍ର ସାଏ ଯେମିତି ସମ୍ବଲପୁର ମାଟିରେ ପାଦ ଥାପିଲେ, ଚାରିଆଡ଼େ ଏକ ନୂଆ ବିଜୁଳି ଖେଳିଗଲା। ଅକ୍ଟୋବର 31, 1857 ମସିହାରେ ସେ ଇଂରେଜମାନଙ୍କ ବିରୁଦ୍ଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ। ଜାଣିଛନ୍ତି, ଘେଁସ, କୋଲାବିରା ଆଉ ଲାଇଡା ଭଳି ଅଞ୍ଚଳର ଆଦିବାସୀ ଜମିଦାରମାନେ ନିଜର ସବୁ ସୁଖ ସୁବିଧା ଛାଡ଼ିଦେଇ ସୁରେନ୍ଦ୍ର ସାଏଙ୍କ ସାଥ ଦେବାକୁ ବାହାରି ଆସିଲେ। ଦେଖୁ ଦେଖୁ 1500 ଲୋକଙ୍କର ଏକ ବିଶାଳ ସେନା ପ୍ରସ୍ତୁତ ହୋଇଗଲା। ଆଉ ଏମାନେ ସାଧାରଣ ଯୋଦ୍ଧା ନଥିଲେ, ଏମାନେ ଘଞ୍ଚ ଜଙ୍ଗଲରେ ଗେରିଲା ଯୁଦ୍ଧ ବା ଲୁଚିଛପି ଆକ୍ରମଣ କରିବାରେ ପୁରା ମାହିର ଥିଲେ। ସେହି ସମୟର ଗୋଟିଏ ଜବରଦସ୍ତ ଘଟଣା ଶୁଣନ୍ତୁ। ବ୍ରିଟିଶମାନଙ୍କୁ ନିଜର ଦବଦବା ଦେଖାଇବା ପାଇଁ ବିଦ୍ରୋହୀମାନେ ସମ୍ବଲପୁର ସହର ଭିତରେ ଏକ ବିରାଟ ଶୋଭାଯାତ୍ରା କରୁଥାନ୍ତି। ହଠାତ୍ କ'ଣ ହେଲା ନା, ଗୋଟିଏ ବିଶାଳ ହାତୀ ପାଗଳ ହୋଇଗଲା। ଲୋକେ ଭୟରେ ଏଣେତେଣେ ଦୌଡ଼ିଲେ, କିନ୍ତୁ ବିଦ୍ରୋହୀ ନେତା କୁଞ୍ଜଲ ସିଂ ଟିକେ ବି ଡରିଲେନି। ବିନା କୌଣସି ଅସ୍ତ୍ରରେ, କେବଳ ନିଜ ଶାରୀରିକ ବଳରେ ସେ ସେହି ହାତୀକୁ ଏକଦମ ଆୟତ୍ତ କରିଦେଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନଙ୍କର ଏହିଭଳି ନିର୍ଭୀକତା ଦେଖି ସୁରେନ୍ଦ୍ର ସାଏ ବହୁତ ଖୁସି ହେଲେ ଏବଂ ସେହି ସ୍ଥାନର ନାମ ରଖିଦେଲେ କୁଞ୍ଜେଲପଡ଼ା। ବାପରେ, କି ସାହସ! ବିଭାଗ 4, ଯୋଗାଯୋଗ ବିଚ୍ଛିନ୍ନ।
ଆସନ୍ତୁ ଦେଖିବା ଏହି ବିଦ୍ରୋହୀମାନେ କେମିତି ନିଜ ମୁଣ୍ଡ ଖଟାଇ ଇଂରେଜ ସେନାକୁ ପଙ୍ଗୁ କରିଦେଲେ। ଦେଖନ୍ତୁ, ଏହି ଆଦିବାସୀ ଯୋଦ୍ଧାମାନେ କେବଳ ବଳୁଆ ନଥିଲେ ବରଂ ବହୁତ ବୁଦ୍ଧିମାନ ମଧ୍ୟ ଥିଲେ। ସେମାନେ ଜାଣିଥିଲେ ଯେ ଇଂରେଜମାନଙ୍କୁ ହରାଇବାକୁ ହେଲେ ସେମାନଙ୍କର ଖବର ଆଦାନ ପ୍ରଦାନ ବନ୍ଦ କରିବାକୁ ପଡ଼ିବ। ସେଥିପାଇଁ ସେମାନେ ସମ୍ବଲପୁରରୁ ହଜାରିବାଗ, ରାଞ୍ଚି, କଟକ ଆଉ ନାଗପୁରକୁ ଯାଇଥିବା ସବୁ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଆଉ ଡାକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାଟିଦେଲେ। ଭାବନ୍ତୁ ତ, ଆଜିକାଲି ଇଣ୍ଟରନେଟ୍ କଟିଗଲେ ଆମର କି ଅବସ୍ଥା ହୁଏ? ଠିକ୍ ସେମିତି ସେତେବେଳେ ବ୍ରିଟିଶ ପ୍ରଶାସନ ବାହାର ଦୁନିଆରୁ ପୁରା କଟିଯାଇ ଅନ୍ଧ ହୋଇଯାଇଥିଲା। ଏହା ଥିଲା ଆମ ବିଦ୍ରୋହୀମାନଙ୍କର ଏକ ଜବରଦସ୍ତ ବୌଦ୍ଧିକ ବିଜୟ। ବିଭାଗ 5 ମାଧୋ ସିଂହଙ୍କର ସର୍ବୋଚ୍ଚ ବଳିଦାନ। ଏବେ ଆମେ କାହାଣୀର ଏମିତି ଏକ ଅଧ୍ୟାୟରେ ପହଞ୍ଚିଛୁ ଯାହା ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ବୀର ମାଧୋ ସିଂଙ୍କ ଆଗରେ ଦୁଇଟି ରାସ୍ତା ଥିଲା। ଗୋଟିଏ ପଟେ ସେ ବର୍ଷକୁ ମାତ୍ର 356 ଟଙ୍କା ଟିକସ ଦେଇ ଅନ୍ୟ ଜମିଦାରଙ୍କ ଭଳି ଖୁବ୍ ଆରାମରେ ଏକ ବିଳାସପୂର୍ଣ୍ଣ ଜୀବନ ବିତାଇ ପାରିଥାନ୍ତେ। କିନ୍ତୁ ନା, ସେ ସେହି ସହଜ ରାସ୍ତା ବାଛିଲେ ନାହିଁ। ନିଜ ମାତୃଭୂମିର ସମ୍ମାନ ପାଇଁ ସେ କେତେ ବଡ଼ ଶପଥ ନେଲେ ଜାଣିଛନ୍ତି? ନିଜ ଗ୍ରାମ ଦେବୀ ପାଟମାହେଶ୍ୱରୀଙ୍କ ପାଖରେ ଛିଡ଼ା ହୋଇ ସେ ପ୍ରତିଜ୍ଞା କଲେ ଯେ ବ୍ରିଟିଶମାନଙ୍କ ମୁଣ୍ଡ ଆଣି ସେ ଦେବୀଙ୍କ ପାଦ ତଳେ ଚଢ଼ାଇବେ। କି ଅଦ୍ଭୁତ ଦେଶପ୍ରେମ! ଆଉ ତାଙ୍କର ପ୍ରସ୍ତୁତି କେମିତି ଥିଲା ଦେଖନ୍ତୁ। ଗୋଟିଏ ପଟେ ଇଂରେଜମାନଙ୍କର ଆଧୁନିକ ବନ୍ଧୁକଧାରୀ ରାମଗଡ଼ ବାଟାଲିୟନ, ଆଉ ଆରପଟେ ଘେସ୍ଗାଁର ଗୋଟିଏ ବହୁତ ପୁରୁଣା ବରଗଛ ତଳେ ମାଧୋ ସିଂ ଆମ ଆଦିବାସୀ ଯୁବକମାନଙ୍କୁ କଠୋର ଶାରୀରିକ ଆଉ ମାନସିକ ଯୁଦ୍ଧ ତାଲିମ ଦେଉଥିଲେ। ଏହା ଏକଦମ ଡେଭିଡ୍ ଆଉ ଗୋଲିଆଥଙ୍କ ଲଢ଼ାଇ ଭଳି ଥିଲା। ସୀମିତ ସମ୍ବଳ ଥିଲେ ବି ଏହି ଯୁବକମାନଙ୍କର ସାହସ ବ୍ରିଟିଶ ବନ୍ଧୁକଠାରୁ ବହୁତ ବେଶୀ ଥିଲା। ଏହି ଲଢ଼େଇ ତୀବ୍ର ରୂପ ନେଲା ସିଂହଡ଼ା ଘାଟିରେ। ସେଠାରେ ଏମିତି ଭୟଙ୍କର ଗେରିଲା ଯୁଦ୍ଧ ହେଲା ଯେ ବ୍ରିଟିଶ ସେନା ଥରିଗଲେ। ମାଧୋ ସିଂ ନିଜ ମାଟି ପାଇଁ ଏତେ ପାଗଲ ଥିଲେ ଯେ ସେ ନିଜର 4 ପୁଅଙ୍କୁ ମଧ୍ୟ ହସି ହସି ଯୁଦ୍ଧକ୍ଷେତ୍ରକୁ ଛାଡ଼ି ଦେଇଥିଲେ। କିନ୍ତୁ ଏହି ରକ୍ତାକ୍ତ ସଂଘର୍ଷରେ ଏକ ବଡ଼ ଦୁଃଖଦ ଘଟଣା ଘଟିଲା। କୁଡ଼ପାଲିଠାରେ ଇଂରେଜ କ୍ୟାପ୍ଟେନ୍ ଉଡ୍ଙ୍କର ଏକ ଆକ୍ରମଣରେ ସୁରେନ୍ଦ୍ର ସାଏଙ୍କ ନିଜ ଭାଇ ଛବିଳା ସାଏ ଶହୀଦ ହୋଇଗଲେ। ଏହି ଘଟଣା ସମସ୍ତଙ୍କୁ ବହୁତ କଷ୍ଟ ଦେଲା ସତ, କିନ୍ତୁ ପ୍ରତିଶୋଧର ନିଆଁକୁ ଆହୁରି ହୁତୁହୁତୁ କରି ଜଳାଇଦେଲା। ଇଂରେଜମାନେ ଏବେ ପୂରାପୂରି ବୁଝି ସାରିଥିଲେ ଯେ ମାଧୋ ସିଂଙ୍କୁ ନ ଅଟକାଇଲେ ଏହି ଯୁଦ୍ଧ ଜିତିବା ଅସମ୍ଭବ। ତେଣୁ ସେମାନେ ମେଜର ଫରେଷ୍ଟର ନାମକ ଜଣେ ଅତ୍ୟନ୍ତ ନିଷ୍ଠୁର ଅଧିକାରୀଙ୍କୁ ଡାକିଲେ। ସେ ଆସି ହଠାତ୍ ଘେଉଁସ ଗାଁ ଉପରେ ଚଢ଼ାଉ କଲେ ଏବଂ ପୂରା ଗାଁକୁ ନିଆଁ ଲଗାଇ ପୋଡ଼ିଦେଲେ। ଅତ୍ୟନ୍ତ ବୟସ୍କ ହୋଇଥିଲେ ବି ଆମର ସେହି ଲୌହ ମାନବ ମାଧୋ ସିଂ ଶେଷ ନିଶ୍ୱାସ ଥିବା ଯାଏ ଲଢ଼ି ଚାଲିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଶେଷରେ ତାଙ୍କୁ ବନ୍ଦୀ କରାଗଲା। ଏବଂ ତାପରେ ଆସିଲା ସେହି କଳା ଦିନ, ଡିସେମ୍ବର 31, 1858 ମସିହା। ସମ୍ବଲପୁର ମାଟିରେ ଇଂରେଜମାନେ ବୀର ମାଧୋ ସିଂଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଦେଲେ। ଟିକେ ଭାବନ୍ତୁ, ନିଜ ମାଟି ପାଇଁ ଜଣେ ବୃଦ୍ଧ ଯୋଦ୍ଧା ହସି ହସି ପ୍ରାଣ ବଳିଦେଲେ। ତାଙ୍କର ଏହି ମହାନ ତ୍ୟାଗକୁ ମନେ ରଖିବା ପାଇଁ 1997 ମସିହାରୁ ଆମ ଓଡ଼ିଶା ସରକାର ଏହି ଦିନଟିକୁ ବୀରତା ଦିବସ ଭାବରେ ପାଳନ କରିଆସୁଛନ୍ତି। ବିଭାଗ 6 ସିଂହମାନଙ୍କର ଐତିହାସ୍ୟ। ଆମ ବିଶ୍ଳେଷଣର ଶେଷ ଭାଗକୁ ଆସନ୍ତୁ ଦେଖିବା। ଯୁଦ୍ଧ ବହୁତ ଦିନ ଧରି ଚାଲିଲା। ସାଧାରଣ ଲୋକେ ବହୁତ ହଇରାଣ ହେଲେ। ଏହା ଦେଖି ବ୍ରିଟିଶ ଅଧିକାରୀ ମେଜର ଇମ୍ପେ ଏକ ଶାନ୍ତି ପ୍ରସ୍ତାବ ଦେଲେ। ଲୋକଙ୍କ କଷ୍ଟ ସହି ନ ପାରି ଶେଷରେ ସୁରେନ୍ଦ୍ର ସାଏ 1862 ମସିହାରେ ଆତ୍ମସମର୍ପଣ କଲେ। କିନ୍ତୁ ଇଂରେଜଙ୍କୁ କେବେ ବିଶ୍ୱାସ କରାଯାଇପାରିବ କି? ମେଜର ଇମ୍ପେଙ୍କ ମୃତ୍ୟୁ ପରେ ସେମାନେ ଧୋକା ଦେଲେ। ସେହି ଶାନ୍ତି ଚୁକ୍ତିକୁ ପାଦରେ ଦଳି ସୁରେନ୍ଦ୍ର ସାଏ ଆଉ ତାଙ୍କ ପରିବାରକୁ ପୁଣି ଗିରଫ କଲେ। ଏଥର ସେମାନଙ୍କୁ ବହୁତ ଦୂର ମଧ୍ୟପ୍ରଦେଶର ଅତ୍ୟନ୍ତ ଦୁର୍ଗମ ଅସିରିଗଡ଼ ଦୁର୍ଗକୁ ନିର୍ବାସନରେ ପଠାଇ ଦିଆଗଲା। ଭାବିଲେ ଆଖିରୁ ଲୁହ ଆସିଯାଏ। ସେହି ଅସିରଗଡ଼ ଦୁର୍ଗର କାଳକୋଠରୀରେ ସୁରେନ୍ଦ୍ର ସାଏ ଦଶନ୍ଧି ଧରି ପଡ଼ି ରହିଲେ। ନିଜ ଜୀବନର ପ୍ରାୟ 36 ବର୍ଷ କେବଳ ଜେଲରେ କାଟି କାଟି ସେ ନିଜର ଆଖିର ଜ୍ୟୋତି ସମ୍ପୂର୍ଣ୍ଣ ହରାଇ ବସିଲେ। କିନ୍ତୁ ଆଖି ଅନ୍ଧ ହୋଇଗଲେ ବି ସେହି ବାଘର ମନୋବଳ କେବେ ଭାଙ୍ଗି ନଥିଲା। ଶେଷରେ ଫେବୃଆରୀ 28, 1884 ମସିହାରେ ନିଜ ପ୍ରିୟ ମାତୃଭୂମିଠାରୁ ବହୁ ଦୂରରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ସେମାନଙ୍କର ଏହି ତ୍ୟାଗ ଆଦୌ ବୃଥା ଯାଇ ନାହିଁ। ଆଜି ସେମାନଙ୍କର ନାମ ବଡ଼ ବଡ଼ ଅନୁଷ୍ଠାନ ସହ ଯୋଡ଼ି ହୋଇ ରହିଛି। ଆମ ଓଡ଼ିଶାର ପ୍ରସିଦ୍ଧ ଭିସୁଟ ବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ତାଙ୍କରି ନାମରେ ନାମିତ। ଝାରସୁଗୁଡ଼ା ବିମାନ ବନ୍ଦରକୁ ମଧ୍ୟ ତାଙ୍କ ନାମରେ ନାମକରଣ କରାଯାଇଛି। ସରକାର ସ୍ମାରକୀ ଡାକଟିକଟ ଜାରି କରିଛନ୍ତି। ଆଉ ଆମ ଦେଶର ସଂସଦ ଭବନରେ ତାଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ମଧ୍ୟ ରହିଛି, ଯାହା ଦେଖିଲେ ଆଗାମୀ ପିଢ଼ିର ରକ୍ତ ନିଶ୍ଚୟ ଗରମ ହୋଇଯିବ। ଏତେ ସବୁ ସମ୍ମାନ ମିଳିଲା ସତ, ହେଲେ ଏଠି ଗୋଟିଏ ବହୁତ ବଡ଼ ପ୍ରଶ୍ନ ଉଠୁଛି। ନିଜ ରକ୍ତ ଦେଇ ଦେଶ ପାଇଁ ଲଢ଼ିଥିବା ଏହି ଅନାମଧ୍ୟ ବୀରମାନଙ୍କୁ
ଜାତୀୟ ସ୍ତରରେ ଯୋଗ୍ୟ ସମ୍ମାନ ମିଳିବା ପାଇଁ ଏକ ଶତାବ୍ଦୀରୁ ଅଧିକ ସମୟ କାହିଁକି ଲାଗିଲା? କେବେ ଭାବିଛନ୍ତି ପ୍ରକୃତିରେ ଇତିହାସ କିଏ ଲେଖେ ଆଉ କାହାକୁ ମନେ ରଖାଯାଏ? ଏହା ଉପରେ ଚିନ୍ତା କରିବାର ସମୟ ଆସିଯାଇଛି। ଆଶା କରୁଛି ଆଜିର ଏହି ବିଶ୍ଳେଷଣ ଆପଣମାନଙ୍କୁ ଇତିହାସର ଏକ ନୂଆ ଦିଗ ସହ ପରିଚିତ କରାଇ ପାରିଥିବ। ଆଗକୁ ଆହୁରି ଅନେକ ରୋମାଞ୍ଚକର ବିଷୟ ସହିତ ଆମେ ପୁଣି ଭେଟିବା। ସେ ପର୍ଯ୍ୟନ୍ତ ବିଦାୟ।